ରାଧେ ରାଧେ ଜୟ ଜଗନ୍ନାଥ। ବନ୍ଧୁଗଣ, ବାସ୍ତବ ଭାରତ 12ରେ ଆଜି ବୃନ୍ଦାବନର ଚତୁର୍ଥ ଭାଗରେ ଭକ୍ତମା ଆନନ୍ଦୀବାଈଙ୍କୁ ଜାଣିବା। ଜନ୍ମ 1912 ମସିହାରେ। ସମୃଦ୍ଧ ପରିବାରରେ। ପିଲାବେଳୁ ଭଗବାନଙ୍କ ପ୍ରତି ଶ୍ରଦ୍ଧା ଓ ପ୍ରେମ ଥିଲା। ଜନ୍ମସ୍ଥାନ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଲାହୋରଠାରେ। ତାଙ୍କ ବାପା ଥିଲେ ବ୍ରିଟିଶ ପୋଲିସରେ। ଝିଅର ଭକ୍ତିଭାବ ଦେଖି ବାପା ମା ଚିନ୍ତିତ ଥିଲେ। ପାରିବାରିକ ଆଭିଜାତ୍ୟକୁ ଦେଖି ଝିଅର ବାହାଘର କରିଦେଲେ ଗୋଟିଏ ଧନୀ ପରିବାରରେ। ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା। ଆଗରୁ ବିବାହ ସବୁ ବାଲ୍ୟକାଳରେ ହେଉଥିଲା ଏବଂ ଝିଅ ବିଦାୟୀ ଝିଅକୁ 12-14 ବର୍ଷରେ ହେଲେ କରାଯାଉଥିଲା। ଆନନ୍ଦୀବାଈ ଯାହାଙ୍କୁ ବିବାହ କରିଥିଲେ ସେ କିଛି ବର୍ଷ ଭିତରେ କୌଣସି କାରଣରୁ ମୃତ୍ୟୁମୁଖରେ ପଡ଼ିଲେ। ଏ ଘଟଣା ଆନନ୍ଦୀବାଈଙ୍କ ପରିବାରରେ ଦୁଃଖର ଛାୟା ଖେଳାଇଦେଲା। ହେଲେ ଆନନ୍ଦୀବାଈଙ୍କର ଜୀବନ ଏକ ନୂଆ ମୋଡ଼ ନେଲା। ସେ ଶ୍ରୀ ଠାକୁରଜୀଙ୍କର ପ୍ରେମରେ ନିଜକୁ ହଜାଇ ଦେଲେ। ପୁନର୍ବିବାହ ନ କରି ସିଧା ବୃନ୍ଦାବନକୁ ଚାଲି ଆସିଲେ। ବୃନ୍ଦାବନରେ ତାଙ୍କର ନାମ ଓ ପ୍ରତିଷ୍ଠା ବଢ଼ିଲା ତାଙ୍କର ପ୍ରଗାଢ଼ ଭକ୍ତି ଓ ସେବାକର୍ମ ଆଧାରରେ। ଆଜି ବି ବୃନ୍ଦାବନରେ ଶ୍ରୀ ଆନନ୍ଦ ବଲ୍ଲଭ ମନ୍ଦିର ରହିଅଛି, ଯାହା ଆନନ୍ଦୀବାଈ ନିଜ ତତ୍ତ୍ୱାବଧାନରେ ମନ୍ଦିର ଗଢ଼ାଇ ଶ୍ରୀ ଠାକୁରଜୀଙ୍କୁ ପ୍ରତିଷ୍ଠା କରିଥିଲେ। ଶ୍ରୀ ଠାକୁରଜୀଙ୍କ ସହିତ ତାଙ୍କର ସମ୍ପର୍କ ମା ପୁଅର ସମ୍ପର୍କ ଥିଲା। ଶ୍ରୀ କିଶୋରୀ ରାଧାରାଣୀ ତାଙ୍କର ବୋହୂ ଥିଲେ। ଦିନେ ମାର ପ୍ରବଳ ଇଚ୍ଛା ହେଲା ନିଜ ବୋହୂ ପାଇଁ ଗୋଟିଏ ସୁନ୍ଦର ଶାଢ଼ୀ କିଣି ପିନ୍ଧାଇବେ। ସବୁଠାରୁ ଭଲ ଦୋକାନରେ ହାଜର ହୋଇ ସବୁଠାରୁ ଭଲ ଶାଢ଼ୀ ଦେଖାଇବାକୁ କହିଲେ ଆନନ୍ଦୀବାଈ। କୌଣସି ବି ଶାଢ଼ୀ ତାଙ୍କର ପସନ୍ଦ ହେଲା ନାହିଁ। ବାହାରକୁ ଆନନ୍ଦୀବାଈଙ୍କର ନଜର ପଡ଼ିଲା ଏକ ତରୁଣୀ ଉପରେ, ଯିଏ ଗୋଟିଏ ରିକ୍ସାରେ ବସି ଦୋକାନ ସାମ୍ନାରେ ଚାଲି ଯାଉଥିଲା ଏବଂ ସେ ପିନ୍ଧିଥିବା ଫୁଲପକା ଶାଢ଼ୀଟି ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲା। ସଙ୍ଗେ ସଙ୍ଗେ ଅନ୍ୟ ଏକ ରିକ୍ସାରେ ବସି ଆନନ୍ଦୀବାଈ ସେ ତରୁଣୀର ରିକ୍ସାକୁ ପିଛା କରିବାକୁ ଲାଗିଲେ, ଏହା ଜାଣିବା ପାଇଁ କି ସେଭଳି ଶାଢ଼ୀଟିଏ ତାଙ୍କୁ କେଉଁଠାରୁ ମିଳିବ ଏବଂ ସେ ମଧ୍ୟ ଏଭଳି ଏକ ଶାଢ଼ୀ ତାଙ୍କର ବୋହୂ ଶ୍ରୀ କିଶୋରୀଜୀଙ୍କୁ ପିନ୍ଧାଇବାର ଇଚ୍ଛା ରଖିଛନ୍ତି। ବାସ୍ତବରେ ସେ ତରୁଣୀ ଥିଲା ଜଣେ ବେଶ୍ୟା। ବେଶ୍ୟାପଡ଼ାରେ ସେ ପଶିଗଲା। ଆନନ୍ଦୀବାଈ ସେ ଶାଢ଼ୀ ପଛରେ ଏମିତି ପଡ଼ିଯାଇଥିଲେ ଯେ ସେ ମଧ୍ୟ ବେଶ୍ୟାପଡ଼ାରେ ପଶି ସେ ଶାଢ଼ୀ ପିନ୍ଧିଥିବା ବେଶ୍ୟାଙ୍କୁ ଶାଢ଼ୀ ବିଷୟରେ ପଚାରି ବୁଝିଲେ ଏବଂ ଖଣ୍ଡେ ସେଭଳି ଶାଢ଼ୀ ମଗାଇ ଦେବାକୁ ଅନୁରୋଧ କଲେ। ବେଶ୍ୟାଟି ଆନନ୍ଦୀବାଈଙ୍କୁ ଭଲ ଭାବରେ ଚିହ୍ନି ନଥିଲା, ତେଣୁ ପଚାରିଲା, ମାତାଜୀ, ତୁମ ବୋହୂ କିଏ? ଆନନ୍ଦୀବାଈ କହିଲେ, ମୋର ବୋହୂ ବର୍ଷାନାରେ ରହେ। ତା ନାଁ ଶ୍ରୀ କିଶୋରୀ ରାଧାରାଣୀ। ତାକୁ ଏ ଶାଢ଼ୀ ଭଲ ମାନିବ, ତେଣୁ ମୋର ଏ ଶାଢ଼ୀ ଦରକାର। ବେଶ୍ୟା ଶାଢ଼ୀଟିକୁ ପଞ୍ଜାବର ଅମୃତସରରୁ କିଣିଥିଲା। ଅମୃତସରରୁ ଶାଢ଼ୀଟି ମଗାଇ ପଠାଇଲା। ଦାମ ମଧ୍ୟ ସେ ଯୁଗ ଅନୁସାରେ ବହୁତ ଥିଲା। ମା ଆନନ୍ଦୀବାଈ ଶାଢ଼ୀର ମୂଲ୍ୟ ଦେବା ଭଳି ସକ୍ଷମ ନଥିଲେ, କିନ୍ତୁ ନିଜର ବୋହୂର ପ୍ରେମରେ ପାଗଳ ଥିଲେ। ଶାଢ଼ୀ ପଇସା କିପରି ଦେବେ ସେ ଚିନ୍ତା ତାଙ୍କର ବିଲକୁଲ ନଥିଲା। ହେଲେ ଶ୍ରୀ ଠାକୁରଜୀ ତାଙ୍କର ମାଙ୍କର ପାଇଁ ଶାଢ଼ୀ କିଣା ବ୍ୟବସ୍ଥାଟିକୁ ଜଣେ ଧନୀ ବ୍ୟକ୍ତିର ଦାନ ସୂତ୍ରରେ ପ୍ରାପ୍ତ କରାଇଲେ। ଶାଢ଼ୀ ପାଇ ମା ଆନନ୍ଦୀବାଈ ତାଙ୍କ ମନ୍ଦିରରେ ଶ୍ରୀ କିଶୋରୀଜୀଙ୍କୁ ପିନ୍ଧାଇ ଖୁସି ମନରେ ନାଚିବାକୁ ଲାଗିଲେ। ଏଭଳି ଭାବ ଦୁନିଆରେ ବିଚରଣ କରୁଥିଲେ ଆନନ୍ଦୀବାଈ। ମହତ୍ଵ ଏଥିରେ ନଥାଏ କି ଭକ୍ତ ଭଗବାନଙ୍କୁ ମହଙ୍ଗା ଦ୍ରବ୍ୟ ଦେଇପାରୁଛି କି ନାହିଁ। ମହତ୍ଵ ଏଥିରେ ଥାଏ କି ଭକ୍ତ ଜୀବନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବସ୍ତୁ ତା ଇଷ୍ଟଙ୍କୁ ଦେଇପାରୁଛି କି ନାହିଁ। ଏମିତି ଭକ୍ତଙ୍କ ସଂଖ୍ୟା ବିରଳ ହେଲେ ମଧ୍ୟ ବୃନ୍ଦାବନରେ ଏହା ସମ୍ଭବ ହୋଇଥାଏ। ମଥୁରାରେ ଜଣେ ଧନୀ ଭକ୍ତ ଥିଲେ, ଯିଏ ଗୋଟିଏ ଫୁଲ ପ୍ରତି ବଦଳରେ ନିଜର ସମସ୍ତ ଧନ ସମ୍ପତ୍ତି ତ୍ୟାଗ କରିପାରିଥିଲେ। ଏକ ନିର୍ଦ୍ଦିଷ୍ଟ ଫୁଲକୁ ଗିରି ଗୋବର୍ଦ୍ଧନ ଶିଳାରେ ଅର୍ପଣ କରିବାର ମାନସିକ ଥିଲା। ସାମାନ୍ୟ ଏକ ଫୁଲ ପ୍ରତି ବଦଳରେ ତାଙ୍କର ଲୌକିକ ଧନ ସମ୍ପତ୍ତି ସବୁକିଛି ସେ ତ୍ୟାଗ କରିଦେଲେ। ଏଭଳି ତ୍ୟାଗର ଉଦାହରଣ ସେ ପାଲଟିଗଲେ। ସେମିତି ଆନନ୍ଦୀବାଈ ମଧ୍ୟ ତାଙ୍କର ସାରା ଜୀବନ ତାଙ୍କର ପୁତ୍ର ଶ୍ରୀ ଠାକୁରଜୀ ଏବଂ ପୁତ୍ରବଧୂ ଶ୍ରୀ କିଶୋରୀଜୀଙ୍କ ପାଇଁ ଉତ୍ସର୍ଗ କରିଥିଲେ। ପ୍ରକୃତରେ ତାଙ୍କ ପିତା ଓ ପିତାମହ ସବୁ କାଶ୍ମୀର ପଣ୍ଡିତ ଥିଲେ। ପଣ୍ଡିତ ମୋତିଲାଲ ନେହେରୁଙ୍କର ସେମାନେ ପୁରୋହିତ ଥିଲେ। ଆନନ୍ଦୀବାଈଙ୍କ ପାଖକୁ ପଣ୍ଡିତ ମୋତିଲାଲ ନେହେରୁ ମଧ୍ୟ ଆସିଥିଲେ ଏବଂ ତାଙ୍କର ପୁତ୍ରବଧୂଙ୍କ ଦର୍ଶନ କରି ଅର୍ଥାତ୍ ରାଧାରାଣୀଙ୍କୁ ଦର୍ଶନ କରି ବୃନ୍ଦାବନରୁ ଫେରୁଥିଲେ। ଏକ ଅତି ଦୁର୍ଲଭ ଦାମିକା ମୋତିର ହାର ମଧ୍ୟ
ମୋତିଲାଲଜୀ ଶ୍ରୀ ଠାକୁରଜୀଙ୍କୁ ଭେଟି ଦେଇଥିବାର ଇତିହାସ କହେ। ଥରେ ଆନନ୍ଦୀବାଈ ଭାରତ ତୀର୍ଥ ଭ୍ରମଣ ପାଇଁ ମନ ବଳାଇଲେ। ତୀର୍ଥରେ ଗଲେ ତାଙ୍କର ଶ୍ରୀ ଠାକୁରଜୀ ଓ ବହୁ ରାଧାରାଣୀଙ୍କ ପୂଜା ଓ ଭୋଗ ବ୍ୟବସ୍ଥା କରିବା ପାଇଁ ଆଗ୍ରାରେ ରହୁଥିବା ତାଙ୍କର ଏକ ସଖୀଙ୍କୁ ଦାୟିତ୍ୱ ଦେଲେ। ସଖୀ ଶ୍ରୀ ରାଧାବଲ୍ଲଭଜୀଙ୍କର ପୁରା ଯତ୍ନ ନେଇଥିଲେ। 1963ରେ ମାତା ଶ୍ରୀ ଆନନ୍ଦୀବାଈ ଗୋଟିଏ ସୁନ୍ଦର ଭବ୍ୟ ନୂଆ ମନ୍ଦିର ନିର୍ମାଣ କରାଇଲେ ବୃନ୍ଦାବନରେ ତାଙ୍କର ଗେହ୍ଲା ପୁଅ ଶ୍ରୀ ରାଧାବଲ୍ଲଭଙ୍କ ପାଇଁ। ସେ ମନ୍ଦିରରେ ସବୁଦିନେ କିଛି ନା କିଛି ଉତ୍ସବ ଚାଲୁଥିଲା। କେବେ ରାସଲୀଳା, କେବେ 56 ଭୋଗ ଲାଗି ଉତ୍ସବ, କେବେ ଝୁଲଣ ଉତ୍ସବ, ସଙ୍ଗୀତ ଆସର, ନୃତ୍ୟ ଉତ୍ସବ ଇତ୍ୟାଦି। ଦେଖୁ ଦେଖୁ ସେ ମନ୍ଦିର କଳା ଓ ସଂସ୍କୃତିର କେନ୍ଦ୍ର ପାଲଟିଗଲା। ସେ ମନ୍ଦିର ଶ୍ରୀ ରାଧାବଲ୍ଲଭଜୀଙ୍କର ମୁକ୍ତ ଖାଦ୍ୟ ଭଣ୍ଡାର ପାଇଁ ମଧ୍ୟ ବିଖ୍ୟାତ ଥିଲା। ଯିଏ ମନ୍ଦିର ଯାଉଥିଲା ଖାଲି ପେଟରେ ଫେରୁନଥିଲା। ଖାଇବାକୁ ନେଇ ଶ୍ରୀ ରାଧାବଲ୍ଲଭଜୀ ବହୁତ ଲୀଳା ଦେଖାଉଥିଲେ ମା ଆନନ୍ଦୀବାଈଙ୍କଠାରେ। ଗୋଟିଏ ଭୋଗ ପ୍ରସ୍ତୁତି ସରୁ ନ ସରୁଣୁ ଆଉ ଅନ୍ୟ ଭୋଗ ମଧ୍ୟ ବରାଦ କରିଦେଉଥିଲେ ଶ୍ରୀ ଠାକୁରଜୀ, ଠିକ୍ ଗୋଟେ ଛୋଟ ଅଝଟ ପିଲା ଭଳି। ଆନନ୍ଦୀବାଈଙ୍କୁ ଶ୍ରୀ ଠାକୁରଜୀ ଛୋଟ ଛୁଆ ମା ପଛରେ ଗୋଡ଼ାଇଲା ଭଳି ଦୁର୍ଲଭ ଭାବରେ ସୁଖପ୍ରାପ୍ତ କରାଉଥିଲେ ନିତିଦିନ। ଛୋଟ ପିଲାଙ୍କୁ ଆକଟ କଲା ଭଳି ମା ଆନନ୍ଦବାଈ ଶ୍ରୀ ଠାକୁରଜୀଙ୍କୁ କରୁଥିଲେ, ଗେଲ କରୁଥିଲେ, ଗାଳି ଦେଉଥିଲେ। ସତେ ଯେମିତି ସାକ୍ଷାତ ଠାକୁରଜୀ ତାଙ୍କ ଚାରିପଟେ ବେଢ଼ି ରହିଛନ୍ତି। ଭକ୍ତମାନଙ୍କୁ ଶ୍ରୀ ଠାକୁରଜୀ ଦେଖା ଯାଉନଥିଲେ, କିନ୍ତୁ ମା ଆନନ୍ଦୀବାଈଙ୍କୁ ସବୁ ଦେଖାଯାଉଥିଲା। ସନ୍ଥ ଶ୍ରୀ କିଶୋରୀ ଦାସଜୀ ନାମକ ଜଣେ ସନ୍ଥ ମା ଆନନ୍ଦୀବାଈଙ୍କର ସହାୟକ ଥିଲେ। ଶ୍ରୀ ରାଧାବଲ୍ଲଭଜୀଙ୍କ ମନ୍ଦିର ସମ୍ମୁଖରେ ଥିବା ଶ୍ରୀ ଦାଉଜୀଙ୍କର ମନ୍ଦିରରେ ସେ ରହୁଥିଲେ। ମାତ୍ର ଆନନ୍ଦୀବାଈଙ୍କୁ ସହାୟତା କରି ତାଙ୍କୁ ଅପାର ଆନନ୍ଦ ପ୍ରାପ୍ତ ହେଉଥିଲା। ଆନନ୍ଦୀବାଈ ନିଜ ହାତରେ ଶ୍ରୀ ରାଧାବଲ୍ଲଭ ଓ ଶ୍ରୀ ରାଧାରାଣୀଙ୍କର ସେବା କରୁଥିଲେ। ମାତ୍ର ଯେବେ ବୟସ ବଢ଼ି ଚାଲିଲା, ଜଣେ ସହାୟକ ଭାବରେ ସନ୍ଥ କିଶୋରୀ ଦାସଜୀ ସହଯୋଗର ହାତ ବଢ଼ାଇଥିଲେ। ଥରେ ସକାଳୁ ସକାଳୁ ଆନନ୍ଦୀବାଈ ମନ୍ଦିର ପିଣ୍ଡାରେ ବସି କାନ୍ଦିବାକୁ ଲାଗିଲେ। କିଶୋରୀ ଦାସଜୀ ଏହା ଦେଖି ପଚାରିଲେ, ଆରେ ମାତାଜୀ, କାହିଁକି କାନ୍ଦୁଛ? ଆନନ୍ଦୀବାଈ କହିଲେ, ମୋର ବୋହୂ ପାଇଁ ଗୋଟିଏ ସୁନାହାର ମୁଁ ବାଛିଥିଲି ପିନ୍ଧାଇବି ବୋଲି। ପଇସା ନାହିଁ, ଆଣିପାରୁନି, ପିନ୍ଧାଇ ପାରୁନି, ତେଣୁ ଦୁଃଖ ଲାଗୁଛି। ଏହା ଶୁଣି କିଶୋରୀ ଦାସଜୀ ପଚାରିଲେ, ତାର ଦାମ କେତେ? ଆନନ୍ଦୀବାଈ ଯାହା ଦାମ କହିଲେ ତାହା ପଇଠ କରିବାର କ୍ଷମତା ନା ଥିଲା ଆନନ୍ଦୀବାଈଙ୍କର, ନା ଥିଲା ସନ୍ଥ କିଶୋରୀ ଦାସଙ୍କର। ତେବେ ଆନନ୍ଦୀବାଈଙ୍କର କାନ୍ଦ ବଢ଼ି ଚାଲିଲା। ଏହା ଦେଖି ଶ୍ରୀ କିଶୋରୀ ଦାସଜୀ ଚିନ୍ତାରେ ପଡ଼ିଗଲେ। ଶ୍ରୀ ରାଧାବଲ୍ଲଭଜୀଙ୍କୁ ସ୍ମରଣ କରି କହିଲେ, ହେ ଶ୍ରୀ ଠାକୁରଜୀ, ନିଜ ମାଆଙ୍କୁ ସମ୍ଭାଳ। ମୁଁ ଯାଉଛି। ସେ ହାର ଆଣିବାକୁ କହି ସିଧା ଚାଲିଲେ ସେ ଗହଣା ଦୋକାନୀ ପାଖକୁ, ଯାହାର ଠିକଣା ମା ଆନନ୍ଦୀବାଈ ତାଙ୍କୁ କହିଥିଲେ। ଦୋକାନରେ ପହଞ୍ଚୁ ନ ପହଞ୍ଚୁଣୁ ଦୋକାନୀ ଶ୍ରୀ କିଶୋରୀ ଦାସଜୀଙ୍କୁ ଗହଣା ବାକ୍ସଟିଏ ଧରାଇ ଦେଇ କହିଲା, ଅମୁକ ସେଠଜୀ ଆସି ଏ ସୁନାହାରର ଦାମ ପୈଠ କରି ଯାଇଛନ୍ତି ଏବଂ ଆପଣଙ୍କ ହାତରେ ମା ଆନନ୍ଦୀବାଈଙ୍କୁ ପାଖକୁ ପଠାଇବାକୁ କହିଛନ୍ତି। ତେଣୁ ଆପଣ ଏ ସୁନାହାର ବାକ୍ସଟିକୁ ଗ୍ରହଣ କରନ୍ତୁ ଏବଂ ଅବିଳମ୍ବେ ଯାଇ ମା ଆନନ୍ଦୀବାଈଙ୍କୁ ଦିଅନ୍ତୁ। ଏ କଥା ଶୁଣି ଶ୍ରୀ କିଶୋରୀ ଦାସଜୀ ସ୍ତମ୍ଭୀଭୂତ ହୋଇଗଲେ। ଏହା ଶ୍ରୀ ଠାକୁରଜୀଙ୍କର ଯେ ଲୀଳା, ଏ କଥା ବୁଝିବା ତାଙ୍କୁ ଆଉ ବେଶୀ ଡେରି ଲାଗିନଥିଲା। ଆଜି ମା ଆନନ୍ଦୀବାଈଙ୍କୁ ଦେଲେ। ଆସି ମା ଆନନ୍ଦୀବାଈଙ୍କୁ ସେ ଗହଣା ବାକ୍ସଟି ଦେଲେ ଏବଂ ଆନନ୍ଦୀବାଈ ଶ୍ରୀ ରାଧାଙ୍କର ବେକରେ ମାଳା ଗଳାଇ ଏବଂ ନିଜେ ଶାନ୍ତ ହୋଇଗଲେ। ଏମିତି ନିତ୍ୟ ଲୀଳା କରୁଥିଲେ ଶ୍ରୀ ଠାକୁରଜୀ ମା ଆନନ୍ଦୀବାଈଙ୍କ ସହିତ। ନିଜର ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ କିଛି ବି ଖର୍ଚ୍ଚ କରୁନଥିଲେ ଆନନ୍ଦୀବାଈ। ସବୁକିଛି ଥିଲା ତାଙ୍କର ପୁଅ ଓ ବୋହୂ ଶ୍ରୀ ଠାକୁରଜୀ ଓ ଶ୍ରୀ ରାଧାରାଣୀ। ଏପରିକି କରଜ କରି ମଧ୍ୟ ବୋହୂ ରାଧାରାଣୀଙ୍କ ପାଇଁ ଆଜି ଚୁଡ଼ି, କାଲି କାନଫୁଲ, ଏମିତି ଅନେକ ଗହଣା କରିଦେଇଥିଲେ ଆନନ୍ଦୀବାଈ। ସାଧୁସନ୍ଥଙ୍କର ସେବା ନିର୍ମିତ ଖାଦ୍ୟ ଭଣ୍ଡାର ଖୋଲିଥିଲେ ଶ୍ରୀ ରାଧାବଲ୍ଲଭ ମନ୍ଦିରରେ। ମନ୍ଦିର ଦର୍ଶନାର୍ଥୀ ଓ ଭକ୍ତଙ୍କୁ ପେଟ ପୂରା ଭୋଜନ ମିଳୁଥିଲା ବୃନ୍ଦାବନର ଏହି ମନ୍ଦିରରେ ନିଃଶୁଳ୍କ। ଶ୍ରୀ ରାଧାରାଣୀ ଓ ଶ୍ରୀ ଠାକୁରଜୀଙ୍କର ଏମିତି ସେବା ଯତ୍ନ କରୁଥିଲେ ଆନନ୍ଦୀବାଈ କି ବିନା ଆନନ୍ଦୀବାଈଙ୍କର ସେବାରେ ଅଧୁରା ରହିଯାଉଥିଲେ ଠାକୁର। ଦିନେ କୌଣସି କାର୍ଯ୍ୟରେ ଆନନ୍ଦୀବାଈ ହରିଦ୍ୱାର ଯାଇଥିଲେ। 2-3 ଦିନର ଅବସ୍ଥାନ ପରେ ହରିଦ୍ୱାରରେ ଆନନ୍ଦୀବାଈଙ୍କୁ ସ୍ୱପ୍ନରେ ଆସି ଶ୍ରୀ ଠାକୁରଜୀ କହିଲେ, ମାତା, ବହୁଦିନ ହେଲା ତୁମ ହାତ ତିଆରି ଖେଚୁଡ଼ି ଖାଇନାହିଁ। କୁଆଡ଼େ ତୁମେ ଗଲ ଯେ ଖେଚୁଡ଼ି ଖାଇବାକୁ ଭାରି ମନ ହେଲାଣି। ଏ ସ୍ୱପ୍ନ ଦେଖିଲା ପରେ ହରିଦ୍ୱାରରୁ ତୁରନ୍ତ ଲେଉଟି ଆସିଲେ ଆନନ୍ଦୀବାଈ ବୃନ୍ଦାବନକୁ। ଶ୍ରୀ କିଶୋରୀ ଦାସଜୀ ସବୁଦିନ ଭୋଗ ଲଗାଉଥିଲେ ସତ,
ହେଲେ ଖେଚୁଡ଼ି କରିନଥିଲେ। ତେଣୁ ଆନନ୍ଦୀବାଇ ତୁରନ୍ତ ଖେଚୁଡ଼ି ଭୋଗ କରି ଶ୍ରୀ କିଶୋରୀ ଓ ଶ୍ରୀ ଠାକୁରଜୀଙ୍କୁ ଅର୍ପଣ କଲେ। ଏମିତି ଲୀଳା ମା ଓ ପୁଅ ବୋହୂ ମଧ୍ୟରେ ଚାଲିଥିଲା ନିତ୍ୟ ନୂତନ। ପୁଅ ମାଆକୁ ଅଧରାତିରେ ମଧ୍ୟ କେବେ କେବେ ଉଠାଇ ଅମୁକଟା ଦରକାର, ଭୋକ ଲାଗିଲାଣି, ମା ଖାଇବାକୁ ଦିଅ, ଏମିତି ଅଝଟ କରୁଥିଲେ। ଦିନେ ରାତି ଅଧରେ ସ୍ୱପ୍ନରେ କହିଲେ, ମା ବହୁତ ଶୀତ ଲାଗୁଛି, ରେଜେଇ ଘୋଡ଼ାଇ ଦିଅ। ସତକୁ ସତ ଶ୍ରୀ କିଶୋରୀ ଦାସଜୀ ସେଦିନ ପହଡ଼ରେ ରେଜେଇ ଘୋଡ଼ାଇବାକୁ ଭୁଲି ଯାଇଥିଲେ। ଶୀତ ଦିନ ଥିଲା। ଆନନ୍ଦୀବାଇ ମନ୍ଦିର ଦ୍ୱାର ଖୋଲି ଦେଖନ୍ତି କି ସତକୁ ସତ ଶ୍ରୀ ଠାକୁରଜୀଙ୍କୁ ରେଜେଇ ଘୋଡ଼ା ଯାଇନଥିଲା। ରେଜେଇ ଘୋଡ଼ାଇ ଦେଇ ଆନନ୍ଦୀବାଇ ଲୋରି ଗୀତ ଗାଇକିନା ଶ୍ରୀ ଠାକୁରଜୀଙ୍କୁ ଶୁଆଇ ଦେଲେ। ବନ୍ଧୁଗଣ, ଆପଣଙ୍କର ମନରେ ନିଶ୍ଚୟ ପ୍ରଶ୍ନ ଉଠିଥିବ କି ଜଗତକର୍ତ୍ତା, ଜଗତ ନିୟନ୍ତା, ପରମାତ୍ମା ପରମବ୍ରହ୍ମ ନିଜ ହାତରେ କ'ଣ ଗୋଟିଏ ରେଜେଇ ଘୋଡ଼ାଇବାକୁ ଅସମର୍ଥ? କିନ୍ତୁ କଥାଟି ଏମିତି କି ଭଗବାନ ଚାହାନ୍ତି ମୋ ଭକ୍ତ ମୋର ସେବା କରୁ। ମୁଁ ଭକ୍ତକୁ କ'ଣ ଏମିତି ସେବା ଦେବି କି ଭକ୍ତ କର୍ମବନ୍ଧନରୁ ମୁକ୍ତ ହୋଇଯିବ। କେବେ ଖାଇବା ସେବା, କେବେ ଶୋଇବା ସେବା, କେବେ ଅନିଦ୍ରା ରହି ସେବା କାର୍ଯ୍ୟ କରାଇଥାନ୍ତି ଶ୍ରୀହରି। ନ ଖାଇଲେ ଖାଆନ୍ତିନି, ନ ଶୁଆଇଲେ ଶୁଅନ୍ତିନି, ଶୃଙ୍ଗାର ନ କଲେ ସେମିତି ବସି ରୁହନ୍ତି। ଯେଉଁମାନେ ନିଜ ଘରେ ଶ୍ରୀ ଠାକୁରଜୀଙ୍କୁ ଆଣ୍ଠୁଆ ଗୋପାଳ ବା ବାଳ ଗୋପାଳ ରୂପରେ ସେବା କରୁଛନ୍ତି ନିତିଦିନ, ତାଙ୍କର ମଧ୍ୟ ଏମିତି ଅନୁଭବ ଥିବ ଅନେକ। ଭକ୍ତ ମନେ କରେ ଶ୍ରୀ ଠାକୁରଜୀ ଭକ୍ତର ହାତରେ ହିଁ ନାଚୁଛନ୍ତି। ଶ୍ରୀ ଠାକୁରଜୀ ନାଚିବାକୁ ପ୍ରସ୍ତୁତ, ହେଲେ ଭକ୍ତ ଶ୍ରୀ ଠାକୁରଜୀଙ୍କୁ କେତେ ନଚାଇବାକୁ ସମର୍ଥ ତାହା ହିଁ ପ୍ରଶ୍ନ। ଏଠାରେ ପବିତ୍ର, ନିଷ୍ପାପ, ସରଳ, ଦିବ୍ୟ ପ୍ରେମ ଭାବନାର ସାମର୍ଥ୍ୟ ଦରକାର, ଯାହା ଭକ୍ତଠାରେ ଥିଲେ ହେଲା। ଏମିତି ଭାବନାର ବଳୟରେ ଶ୍ରୀ ଠାକୁରଜୀ ତାଙ୍କର ଦିବ୍ୟ ଲୀଳା ସମ୍ପାଦନ କରିଥାନ୍ତି। ଭକ୍ତ ସେ ଲୀଳାରେ ବିଭୋର ହୋଇଯାଏ। ପ୍ରତିଦିନ ପରିବାରରେ ସୁଖ ଶାନ୍ତି ଭରିଯାଏ, ପ୍ରେମର ଗଙ୍ଗା ପ୍ରବାହିତ ହୋଇଯାଏ। ସତେ ଯେମିତି ଘର ପାଲଟି ଯାଇଛି ଶ୍ରୀ କିଶୋରୀଜୀଙ୍କର ପ୍ରିୟ ବୃନ୍ଦାବନ। ଆନନ୍ଦୀବାଇ ପୁଅ ବୋହୂ ପାଇଁ ବହୁତ ସେବା କଲେ, ହେଲେ ପୁଅ ବୋହୂ ମଧ୍ୟ ମାତା ଆନନ୍ଦୀବାଇଙ୍କ ପାଇଁ ସେବା ଦେବାରେ କମ୍ କରିନଥିଲେ। ବୟସାଧିକ୍ୟ ହେଲା ପରେ ମା ଯେତେବେଳେ ବେମାରୀରେ ପଡ଼ୁଥିଲେ, ସ୍ୱୟଂ ଶ୍ରୀ ଠାକୁରଜୀ ଓ ଶ୍ରୀ କିଶୋରୀଜୀ ଆସି ମାଙ୍କର ସେବା କାର୍ଯ୍ୟ କରିଥିଲେ। ଥରେ ଆନନ୍ଦୀବାଇଙ୍କର ସ୍ୱାସ୍ଥ୍ୟ ଏତେ ଖରାପ ହେଲା ଯେ 7-8 ଦିନ ଧରି ଗାଧୁଆ ପାଧୁଆ ହୋଇପାରିଲା ନାହିଁ। ଗୋଟିଏ କୋଠରୀ ଭିତରେ ପଡ଼ି ରହିଲେ ଆନନ୍ଦୀବାଇ। ଯତ୍ନ ନେବା ପାଇଁ କେହି ନଥିଲେ। ଉଭୟ ଶ୍ରୀ ଠାକୁରଜୀ ଓ ଶ୍ରୀ କିଶୋରୀଜୀ ଆସି କହିଲେ, ମା 7-8 ଦିନ ହେଲା ତୋର ମୁହଁ ଦେଖିନାହିଁ, ତୋ ମୁହଁ ଆମେ ଦେଖିନୁ। ଆନନ୍ଦୀବାଇ ବ୍ୟସ୍ତ ହୋଇ କହିଲେ, ଆରେ ଲାଲା, ଆରେ ଲାଲି, ଏଠାରୁ ପଳାଇ ଯାଅ। ମୁଁ ଅଶୁଚ ଅଛି। 7-8 ଦିନ ହେଲା ମୁଁ ସ୍ନାନ କରିପାରିନି। ତୁମ ଦେହ ଅସନା ହୋଇଯିବ, ପଳାଅ ଏଠାରୁ। ହେଲେ ଆନନ୍ଦୀବାଇଙ୍କ ଲାଲା ଓ ଲାଲି ବିଲକୁଲ ଗଲେ ନାହିଁ। ମା'ର ସେବା ଶୁଶ୍ରୂଷା ବେଶ କଲେ। ଆନନ୍ଦୀବାଇ ବାର୍ଦ୍ଧକ୍ୟଜନିତ ପୀଡ଼ା ଅନୁଭବ ହିଁ କରିପାରିଲେ ନାହିଁ। ଶରୀର ଯେତେବେଳେ ସାଥି ଦେଲା ନାହିଁ, ଏକ ଦିବ୍ୟ ଚେତନା ସମ୍ପନ୍ନ ମହାମୃତ୍ୟୁକୁ ପ୍ରାପ୍ତ କଲେ ମାତା ଆନନ୍ଦୀବାଇ। 1993 ମସିହାରେ ତାଙ୍କର ଦେହାନ୍ତ ହେଲା। ଅତି ପ୍ରିୟ ତାଙ୍କର ଲାଲା ଓ ଲାଲିଙ୍କର କୋଳରେ ମୁଣ୍ଡ ରଖି। ହୁଏତ ଏ ଅପ୍ରକଟ ଲୀଳାକୁ କେହି ଦେଖିପାରି ନାହାନ୍ତି, ହେଲେ ସାଧୁ ସନ୍ଥ ସିଦ୍ଧ ପୁରୁଷ ଓ ନାରୀମାନେ ଏ ଲୀଳାକୁ ଦେଖି ଅଭିଭୂତ ହୋଇଗଲେ। ଏକ ପଟୁଆରରେ ଆନନ୍ଦୀବାଇଙ୍କ ଶବକୁ ଶ୍ମଶାନ ଘାଟକୁ ନିଆଗଲା। ଶବରେ ମୁଖାଗ୍ନି କିଏ ଦେବ ଖୋଜା ପଡ଼ିଲା। ନିଜର ନିକଟ ସମ୍ପର୍କୀୟ ତ ଆନନ୍ଦୀବାଇଙ୍କର କେହି ନଥିଲେ ବୃନ୍ଦାବନରେ। ଠିକ୍ ଏହି ସମୟରେ ଅଳ୍ପ ବୟସ୍କ ଏକ ଦିବ୍ୟ ସୁନ୍ଦରୀ ଉଜ୍ଜ୍ୱଳାମୁଖୀ ବାଳିକା ସେଠାରେ ଆବିର୍ଭାବ ହୋଇ କହିଲା, ଆନନ୍ଦୀବାଇ ମୋର ବଂଶଜ, ମୁଁ ମୁଖାଗ୍ନି ଦେବାକୁ ଆସିଛି। ଏପରି ବାଳିକାଙ୍କୁ ବୃନ୍ଦାବନରେ କେହି କେବେ ଦେଖିନଥିଲେ। ବାଳିକା ମୁଖାଗ୍ନି ଦେଲେ। ପଣ୍ଡିତଗଣ ବେଦମନ୍ତ୍ର ଗାନ କରି ଉଠିଲେ। ଆନନ୍ଦୀବାଇଙ୍କର ପଞ୍ଚଭୂତର ଶରୀର ପଞ୍ଚଭୂତରେ ଲୀନ ହୋଇଗଲା। ଆତ୍ମା ତାଙ୍କର ମିଶିଗଲା ତାଙ୍କର ପ୍ରିୟ ଶ୍ରୀ କିଶୋରୀଜୀ ଓ ଶ୍ରୀ ଠାକୁରଜୀଙ୍କର ଆତ୍ମାରେ। ମୁଖାଗ୍ନି ଦେଇଥିବା ବାଳିକାଟି ମଧ୍ୟ ଅଦୃଶ୍ୟ ହୋଇଗଲା। କେହି ସେ ବାଳିକାଟିର ଖୋଜ ଖବର ମଧ୍ୟ ପାଇଲେନି। ଭକ୍ତମଣ୍ଡଳୀ ଓ ପଣ୍ଡିତଗଣଙ୍କୁ ବୁଝିବାରେ ଆଉ ଡେରି ହେଲାନି କି ସ୍ୱୟଂ ଶ୍ରୀ କିଶୋରୀଜୀ ମାତା ଆନନ୍ଦୀବାଇଙ୍କ ଶବରେ ମୁଖାଗ୍ନି ଦେଇ ତାଙ୍କର ଅତି ପ୍ୟାରୀ ଲାଡଲି ବୋହୂର କର୍ତ୍ତବ୍ୟ ଲିଭାଇଥିଲେ। ପ୍ରିୟ ବନ୍ଧୁଗଣ, ଏ ଥିଲା ମହାନ ଭକ୍ତ ମାତା ଆନନ୍ଦୀବାଇଙ୍କର ଜୀବନ କାହାଣୀ।
ବନ୍ଧୁଗଣ, ଭକ୍ତର ଭକ୍ତିରେ ଶକ୍ତି ଥାଏ, ଯାହାର ପ୍ରମାଣ ଏସବୁ ଭକ୍ତଙ୍କ ଜୀବନ କାହାଣୀ। ନିଜ ଆରାଧ୍ୟଙ୍କଠାରେ ସମ୍ପୂର୍ଣ୍ଣ ସମର୍ପଣ ଏକ ସାଧନା। ଏଥିରେ କଠିନ ପରିଶ୍ରମ ବା କର୍ମ କରିବାକୁ ପଡ଼େ। ଅର୍ଥାତ୍ ଭକ୍ତି ମଧ୍ୟ ଏକ କର୍ମ ଅଟେ। ବିନା କର୍ମରେ ଭକ୍ତ ନିକଟକୁ ଭଗବାନ ମଧ୍ୟ ଆସନ୍ତି ନାହିଁ। ଯାହା ମହାଯାନ ବୌଦ୍ଧଜ୍ଞାନ ବୁଦ୍ଧଙ୍କ ବିଗ୍ରହ ପୂଜାର ବିଧିକୁ ମାନ୍ୟତା ଦେଇଥିଲା ବା ଦେଇଥାଏ ଏବଂ ବୁଦ୍ଧଙ୍କୁ ଭକ୍ତି କରିବାର ଶିଖାଇଥାଏ। ବୃନ୍ଦାବନ ଭାଗ 4ଟିକୁ ଶୁଣିଲା ପରେ ମୋର ଆଶା ବୃନ୍ଦାବନର ପରବର୍ତ୍ତୀ ଅଧ୍ୟାୟକୁ ଆପଣମାନେ ଅପେକ୍ଷା କରିବେ। ଜିଜ୍ଞାସା ରଖିବେ କି ଶ୍ରୀ ଠାକୁରଜୀ ଓ ଶ୍ରୀ କିଶୋରୀଜୀଙ୍କର ଦିବ୍ୟ ଲୀଳାକୁ ଆଉ ଟିକେ ଶୁଣିବାକୁ। ରାଧେ ରାଧେ। ଜୟ ଜଗନ୍ନାଥ।